मो गोरा हेंद्री गायक मो गोरा हेंद्री गायक अरे लंका जेते सुकुति तार राग रेट बढुची तापु जा कहर मो पर अंत मारी भिड़ी आनी कहला ये तपाबालो शंभु कराई तपस्या बल मो माँ शुण शिव ब्रह्मा विष्णु सृष्टि स्थिति प्रयोग आणुचंती आ पृथ्वी की धरी मो गुरुदेव सही कथा कहले विंध्य तपस्या करिवो काकू पार्वती कहला ये तप बळे साधन होई साधन तप बळे मरण को तपस्या बल असाध्य साधन तपस्या बल यही मनीष जाए स्वर्ग इंद्र मौसा समय ना तपस्या बल जनकर बापा भिक मागुला ता पुओ हला बड़ धनी किए कुबेर कुबेर बापा किए विश्रवा रावण बापा सही विश्रवा या मां अलगा ता मां अलगा रावण झियानिया 70 लंकागड़ पाई किए राती पाला 3 राती पाला हबो तू जीवन काल कौटू पैसा छो घर तो स्त्री मामक तू कौन पैसा तू तो पालार गले तो स्त्री साढ़े गार काटुची कांखरे केते राती कला तू मिछरे कहटू वर्षा हला पाला हो केते चला हां वे गेडुआ बाबूरी सारे रे तपस्या आरंभ करूची बिंध्य केमिते लाकुची बापा ए माई की सजार सजार तुम बेलो जीव मु जा देखि ठीक आ कोन अछि तुम तो वाला बेलो गुडु गुडु नागी कहला ये दुर्गा दुर्गा महादुर्गा दुर्गा महिषा देवी लक्ष्मण सोहिनी दुर्गा महादुर्गा नमस्तुते काली काली महाकाली के पापो हरि रे हाथ मत दे देवी महाकाली नमस्तुते सोनागत दिनांतो रामो परायणी हरे देवी नारायणी नमस्तुते मां डाकुची आज किए सेना बापा गोटे ओडिया पद गाइबी कवि बांका दास हे बापा मोरे अनर्थ बुझिबो ताको टाणी आइले अर्थ हो कोन बुझोस बेले बेले बाहर बॉल को मारू मारू कोट हेई की पर पाखरे आ सब दोना मते बेले बेले बाहर बॉल को एमती करू करू बैट रे कोट हेई आ जेतबेले विश्वास करि नथबो मु आउट हेबे आउट हबो जेतबेले विश्वास करथबो मु फोर बारे सेतबेले छक कोन बापा बुझुछो ये डाकुचंती काहाकू पार्वती गोटे पद लिखिचंती किए बांका ये कथा थिबो आउडा अलगा कहला ये माछम बापालिका आज चुना माछा करछती मुंडा नाही देखो मुख बुझला देखो मुख बुझला कोन मु माछ कथा कहि नै आपण माछा मुंडा कथा कहिले मुख कोन दिए मा छमुंड बालिका तो केइटा मुंड तो मा केई मुंडिया पुओ को पालुची गोटिए मुंडा ये जेते मा अछंती केते मुंडिया पुओ को पालुची गोटिए मुंडा तुमे 6 मुंडिया पुओ के पालिछो मा 6 मुंड बालिका 6 मुंडिया पुओ कहारो हां पार्वती करो तेनु कहि मा 6 मुंड बालिका 6 मुंड बालिका
ମୁଁ ପୂଜିବି କାଠ ମାଛ ଦେଇ ମୁଁ ପୂଜିବି ଆଉ କାଠ ମାଛ ଦେଇ ମୁଁ ପୂଜିବି କାଟେ ଘାଟେ ନାଟେ ଝାଡ଼ି ହେଇ କର ପୁରା କାଟେ ଘାଟେ ନାଟେ ନଥିବ ବକା ହରେ ମାଛ ମୁଣ୍ଡ ବାଳିକା ସାଧନ ଜଣେ ପିନ୍ଧା ହବ ବାଳିକା ମାଛ ମୁଣ୍ଡ ବାଳିକା ଗିରି ବାଳିକା ମାଛ ମୁଣ୍ଡ ବାଳିକା ସଂକ୍ରମଣ ହେଲା ପୁଣି ପାର୍ବତୀ ଆଳୟ ଗିରି ବାଳିକା ମାଛ ମୁଣ୍ଡ ବାଳିକା ତିଳନ କରି ପୁଣି ପର୍ବତ ନନ୍ଦିନୀ ଗିରି ବାଳିକା ମାଛ ମୁଣ୍ଡ ବାଳିକା ବିନ୍ଧ୍ୟାଳୟ ପାଖେ ପୁଣି ପ୍ରବେଶ ତତକ୍ଷଣି ଗିରି ବାଳିକା ସାଧନ କରୁ ଅକ୍ଷୁବିନ୍ଧ୍ୟାଳୟ ଗିରି ବାଳିକା ତପସ୍ୟା ପାଇଲା ମୋହରି ଆଳୟ ଗିରି ବାଳିକା ଏମିତି ଡାକିଲା ବିନ୍ଧ୍ୟ ପାର୍ବତୀ କାରଣ ମା ମାନେ ହେଲେ ଦରଦ ଆଜ୍ଞା ଜଣେ ଭିକାରୀ ଯଦି ଭିକ ମାଗିବ ମା ଆଣିକି ଯେତିକି ଚାଉଳ ପଇସା ଦବ ବାବୁ ସତ କହ ଏବେ ସିନା ମା ମାନେ ରୋଜଗାର କଲେ ସେତେବେଳେ ତ ମା ମାନେ ରୋଜଗାର କରୁନଥିଲେ ଆମେ ଟଙ୍କା ରୋଜଗାର କରି କରି ଥବ ନା ଭିକାରୀ କରିବ ମା ଗଣ୍ଡେ ଭିକା କାରଣ ଦୟାବତୀ ମା ଦୟାବତୀ ବିନ୍ଧ୍ୟ ପାଖରେ ବିନ୍ଧ୍ୟ ପାଖରେ ପହଞ୍ଚ ପାର୍ବତୀ ଡାକିଲେ ବିନ୍ଧ୍ୟ ତୋ ତପସ୍ୟାରେ ମୁଁ ଖୁସି ମୁଁ ତୋର ସେ ଆରାଧ୍ୟ ମା ପାର୍ବତୀ ହଁ ତୁ ଏମିତି ଡାକିଲେ ମୋ ଆସ୍ଥାନ କମ୍ପିଲା ତୁ ଯାହା ମାଗିବୁ ମୁଁ ତା ଦେବି ମୁଁ ତ ପୁରା ଖୁସି ବାପା ତୁ ମୋ ଆସ୍ଥାନକୁ କମ୍ପେଇ ଦେଇଛୁ ମୁଁ ଯାହା ମାଗିବି ଖୁସିରେ ଦେବି ତୁ ମୋ ଭକ୍ତିରେ ସନ୍ତୁଷ୍ଟ ଯଦି ସନ୍ତୁଷ୍ଟ ହେଇଛୁ ହଁ ଯାହା ମାଗିବି ଦବୁ ନିଶ୍ଚିତ ଦେବି ଶୀଘ୍ର ମାଗ ଏ ମା କହ ଏ ମା ଜଗଜନନୀ କଣ ତୋର ଦରକାର କହ ମୋ ପାଇଁ ଗୋଟେ ହଁ ଛେଳି ଲୋନର ବ୍ୟବସ୍ଥା କରିଦେ ଛେଳି ଲୋନ ମାଗୁଛି ବିନ୍ଧ୍ୟ ପାର୍ବତୀ ମୋର ଯାହା ଦରକାର ନା ଆଉ ତୁ ଭାବିଲୁ ବୋଧେ ଭାଜାକୁ ନେଇ ଯାଇଛୁ ଏସେ ସାମନ୍ତରେ ଦେଇପାରିବି ଚୁପ 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 ମୁଁ ତ ଉପରେ ଖୁସି ବାପା କଣ ମାଗିବୁ ମାଗେ ସେ ସମୟ ନାହିଁ ଛେଳି ଫେଳି ଲୋନ ମାଗ କଣ ମାଗିବୁ ମାଗ ଛେଳି ଲୋନରୁ କାଟି ଦେଇ ମା ହଁ। ଏ ମା ଦୟା ପାଇଁ କଣ ଦରକାର କହ ଏତେ ଲୟ କରନା ମୋ ପାଇଁ ଗୋଟେ ବ୍ୟବସ୍ଥା କରିଦଉ ସିନା ବଇଲର ବଇଲଟେ ଭଲ ବେପାର କାହିଁ ମାକୁ କହୁନୁ ମୋ ସ୍ତ୍ରୀ ମରିଯାଇଛି ଗୋଟେ ସ୍ତ୍ରୀ ଆଣିଦେବେ ଅପଖଣ୍ଡ ବର୍ଗରକୁ ଗୋଟାଏ ଗାମଟା ପକେଇ ବସୁଥିଲି କଇନା ସ୍ତ୍ରୀ ଯିବ ଭେଣ୍ଡା ପୋ ତୁ ମତେ ମାରିବୁ ଆରେ କୋଉ ହିସାବରେ ବିନ୍ଧ୍ୟ ପରେ ମାକୁ ମାଗୁଛି ଛେଳି ଲୋନ ତୋର ପାଲା କେନ୍ଦ୍ର ତୁ କଣ ଭାବୁଛୁ ମନେ ମନେ ଭାବିଲି ଯଦି ମା ଦେଇଦିଅନ୍ତା ନାଇଁ ରେ ବାବା ଯାହା ମାଗିବୁ ଦେବି ମୋ ମା ଲୋ ଜାଣି ନେଇ ବିନ୍ଧ୍ୟ ଏତେ ଶୀଘ୍ର ମା ଆସିବ ଆଜ୍ଞା ସାର୍ ଏତେ ଶୀଘ୍ର ମା ଆସିବ ବୋଲି ବିନ୍ଧ୍ୟର ଧାରଣା ନାହିଁ ତପସ୍ୟା କଲା ବେଳେ ଯୋଉଟା ସ୍ଥିର କରିଥିଲା ମାଗିବ ବୋଲି ସେଇଟାକୁ ମାଗିଲା ଯେ ବଢେଇ ଦେଲା କଣ ମାଗିଲା ଏତେ ଶୀଘ୍ର ମା ଆସିଲା ପରେ ବିହଳିତ ହୋଇ ବିନ୍ଧ୍ୟ ମାଗିଲା ତୁ ହିନ୍ଦୁ ତୁ ହିନ୍ଦୁ ତୁ ହିନ୍ଦୁ ମତେ ମାଗିଦେଲା ବିନ୍ଧ୍ୟ ଝିଅ ଦେ ତିନି ଥର ଝିଅ ମାଗିଛି ଏ ଜାଣି ଆଜ୍ଞା ଏ ବାପା ଏ ସେ ତ ମା ମା କହିଲା ଅସ୍ତୁ 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 ତିନି ଥର ଝିଅ ମାଗି ଦେଇଛି ମା ଅସ୍ତୁ 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 କହିଲା ଇଏ ଜାଣି ନେଇ ତିନିଟା ଝିଅ ମାଗିଛି କିଏ ଜାଣି ନେଇ ମା କହିଲେ ବିନ୍ଧ୍ୟରେ ତିନି ଝିଅ ମାଗିଲୁ ମୁଁ ଅସ୍ତୁ କହିଦେଲି ଠିକ ସମୟରେ ତିନି କନ୍ୟା ପ୍ରାପ୍ତି ନାଇଁ ମା କଣ ନାହିଁ ମୁଁ ତିନିଟା ଝିଅ ମାଗିନି ଆରେ ବାପା ଗୋଟିଏ ମାଗିଛି ତୋ ମୁଣ୍ଡ କାମ କରୁନି କି ନାଇଁ ମୁଁ ଗୋଟିଏ ମାଗିଛି ମା ତିନୋଟି ମାଗିଲୁ ପୁରା ଗୋଟିଏ ମାଗିଛି ମା ଆରେ ମାଗିଲୁ ତିନିଟା ନିୟମ କହିଲା
ନାହିଁ ମା ଜମି ରହିବନି ମୋର। ମାନେ ଝିଅ କଥା ତୁ ଜାଣିନି, ଗୋଟେ ଗୋଟେ ଝିଅ ବାହାର 3 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। ତିନୋଟି ଝିଅକୁ ବାହାଘର କରିବା ପାଇଁ ହେଲେ ପ୍ରଥମେ ଗୋଟେ ସ୍ପେଶାଲ କୁକୁର ଦେବି, 3ଟା ଜୋଇଁ ଦରକାର। 3 ଥର ବାହାର ଦେବାକୁ ପଡିବ। ଯୌତୁକ ହିସାବରେ 3ଟା ଟିଭି ଦେବି, 3ଟା ଗଡ଼ରାଜ ଦେବି, ଗଡ଼ରାଜ ଆଚ୍ଛା 3ଟା ପଲକ ଦେବି, ହଁ 3ଟା ଗାଡି ଦେବି, ହଁ 3ଟା ସ୍ପେଶାଲ କୁକୁର ଦେବି, ସ୍ପେଶିଆଲ କୁକୁର କଣ ଯୋଉଥିରେ ଡାଲି ହବ। ଆଉ ବୁଝେଇ ନଉଛି ସେଟା ସ୍ପେଶିଆଲ କୁକୁର ଯୋଉ କୁକୁର ହଉ ମା, ସେଟା ପ୍ରେସର କୁକୁର ମୁଁ ଦେଇପାରିବି ମା, ତୁ ମୋତେ ଗୋଟିଏ ଝିଅ ଦେ। ବସ୍ତ୍ରୀ 3ଟି ଝିଅ ଅଷ୍ଟୁ କହିଛି ମାନେ ପାଇବି। ଆଚ୍ଛା ତୁ ଆଉ ବାହାଘର କରିବା ପାଇଁ ଯୋଉ ବ୍ୟସ୍ତ ହଉଛୁ ବିନ୍ଧ 3ଟା ଝିଅକୁ 3 ଥର ବାହା କରିବାକୁ ପଡିବନି ରେ ହେଲା 3 କନ୍ୟା ବିବାହ ହେବେ ତିନିଟା ଯାକ ଝିଅ ବାହାବେ ଗୋଟେ ପୁଅ। ଆଜ୍ଞା ଶୁଣିଲ ମା ଏଠି ମା ପାର୍ବତୀ କହିଲେ 3ଟା ଯାକ ଝିଅକୁ ବାହା ହେବେ ଗୋଟାଏ ପୁଅ। ଯିଏ ହବ ତୋ ଜୋଇଁ ସେଇ ଜୋଇଁ ପାଦ ତଳେ ହିମାଳୟ ଜୋଇଁ ଶିବ ମୁଣ୍ଡିଆ। ମୁଣ୍ଡିଆ ମାରି ଚାରିଟା ମୁଣ୍ଡିଆ ମାରି ଏତିକି ତ କହିଦେଇ ମା ପୁରା ଖୁସି ହେଇଗଲା। 3ଟି ଝିଅକୁ ବାହା ହେବେ ଗୋଟାଏ ପୁଅ। ଯିଏ ହବ ତୋ ଜୋଇଁ ତୋ ଜୋଇଁ ପାଦ ତଳେ ହିମାଳୟ ଜୋଇଁ ଶିବ ମୁଣ୍ଡିଆ ମାରି ଖୁସି ଇଏ ତ ଖୋଜୁଥିଲା ସେଇଆ ହଁ ମହିମା ପାଦ ତଳେ ପଡ଼ିବ। ମା ଦେ ଇଆଡେ ମୁଣ୍ଡି ନିଜ ରକ୍ଷଣ ଅସମ୍ଭବ ତମ ତ ଡବା ହୋଇଯାଉଛି ମତେ କାହିଁ ଦରକାର 100 ଡବା ଆଇଁଷ ଭାରି ମାକୁ ରାହୁଳ ବୁଡି ଦିଅ ଚୁପ୍ ହେଇବ ମାକୁ ଦବ ଏମିତି ଦବ ତ ଅଂଶ ନାରୀ ଟାଣି ଆଣି ଗୋଟେ ପଦ ଗାଉଛି ଶୁଣ କେମିତି ମାକୁ ଦଉଛି ବିନ୍ଧ ପଦ ଧ ୟାକୁ ଧଇଲେ କିଛି ମୂଲ୍ୟ ନାହିଁ ଗୀତ ପଦ ଧ ପାଦ କଲା ଜନନୀ ଗୋ ତବ ବାଢୁଛି ବାର 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 ଜନନୀ ଗୋ ତବ ଅଭୟତାରଣେ ଜନନୀ ଗୋ ତବ ଅଭୟତାରଣେ ପ୍ରଣତି ବାଢୁଛି ତୁମ 4 ଜଣଙ୍କର ଯୋଉ କଣ୍ଡା ମୋର ଏକା ସେଇ କଣ୍ଡା ଇ ପୁଅ ସେଦିନ ଘର ପାଇଁ ନା ଘର ଦେଇକି ଚାଲିଗଲେ ମା ଚାଲିଗଲେ ବିନ୍ଧ ଗଲା ଗୃହକୁ ପ୍ରତ୍ୟାବର୍ତ୍ତନ କଲା। ଏତେ ସାହିତ୍ୟ କହନା ଭାରି ସାହିତ୍ୟ କହ ବିନ୍ଧ୍ୟ ବିଚାର କଲା ମା କହିଛି ଠିକ ସମୟରେ 3ଟି ଝିଅ ପାଇବି 3ଟା ଯାକ ଝିଅ ବାହା ହେବେ ସିଏ ହବ ମୋ ଜୋଇଁ ମୋ ଜୋଇଁ କୁଣ୍ଡ ରୁଆଇବ ଚାଲିଗଲା ଅନେକ ଦିନ ଗଲା କେଡୁଆରେ ଝିଅ ନ ହବାରୁ ଦିନେ ବିନ୍ଧ୍ୟ ବିଚାର ଏ ବାପା ବିନ୍ଧ୍ୟ କହିଲା ମା ତ ମତେ ବର ଦେଇଥିଲା ହେଲେ ଏତେ ଦିନ ଯେ କାହିଁ ଛୁଆ ପିଲା ହଉନାହାନ୍ତି ଛୁଆ ପିଲା ହଉନାହାନ୍ତି କହିଲା ଏତେ ଦିନ ଯେ କାହିଁକି ମାର
କରୁଣା ବାରି ମୋ ଉପରେ ବର୍ଷିଲା କେଡୁଆ ଶୁଣୁ ଯେଉଁ ଦିନ ବିନ୍ଧ୍ୟା ଏ କଥା ଅନ୍ତର୍ଜଗତରେ ଚିନ୍ତା କଲା ମା ସେଇ ଦିନ ରାତି ପାହାନ୍ତି ପହରରେ ବିନ୍ଧ୍ୟର ସ୍ତ୍ରୀ କିଏ ବିନ୍ଧା ନୁହଁ ବିନ୍ଧ୍ୟା ବିନ୍ଧା ବିନ୍ଧା କଣ ପଥ ବିନ୍ଧୁଛି ବିନ୍ଧ୍ୟା ସେ ଦେଖିଲା ସ୍ୱପ୍ନ ଆକାଶ ଭାଗର ଅନେକ ଉଜ୍ଜ୍ୱଳ ତାରକା ସେଇ ସ୍ୱପ୍ନରେ କେତେକ ତାରକା ବ୍ରହ୍ମମଣ୍ଡଳରେ ନିସ୍ତବ୍ଧ ହେଇଯାଉଛନ୍ତି ମ୍ଳାନ ହେଇଯାଉଛନ୍ତି କିଛି ସମୟ ପରେ ଭାଙ୍ଗିଗଲା ସ୍ୱପ୍ନ କହିଲା ଇଏ ଦେଖିଲା ତିନୋଟି ଉଜ୍ଜ୍ୱଳ ତାରକା ହେଲେ ତିନି ତାରା ମଧ୍ୟରେ ସମସ୍ତେ ଏକାବେଳେ ଆଉଛନ୍ତି କଣ ଗଣ୍ଡଗୋଳ କରିବ ନା କଣ ଧୀରେ ଧୀରେ ଆସିବ ନା ଏକାବେଳେ ମାଡି ଯାଉଛ ତୁମ ଗାଁକୁ ଏଇଠୁ କରିପାଇଲେ ହବ ନା ଏକାବେଳେ ଆଇଲେ କଣ ଇଏ ତିନି ତାରା ଯେତେବେଳେ ପୁଅ ଆଗକୁ ଆଗକୁ ଖସିଲେ ସେ ତିନିଟା ତାରା ଉଜ୍ଜ୍ୱଳ ନିଦ୍ରା ଭାଙ୍ଗି ଯାଇଛି କାର ନିଦ୍ରା ଭାଙ୍ଗି ଯାଇଛି ତିନୋଟି ତାରା ଉଜ୍ଜ୍ୱଳ ସେଇ ତିନି ତାରା ଭିତରେ କଣ ଦେଖିଲା ତିନୋଟି ଜାଗତିକ ଶକ୍ତି ଦେବ କନ୍ୟା ମାଲୋ ସେ ତିନୋଟି ଝିଅ ତାରା ଭିତରେ ଦେଖିଲା ଯେତେବେଳେ ବିନ୍ଧ୍ୟାର ପୁଅ ଝିଅ ନାହିଁ ହାତ ବଢେଇ ମାଲୋ ସେ ଉଜ୍ଜ୍ୱଳ ତାରକା ଯେଉଁ ତିନିଟା ଝିଅ ଡେଇଁ ପଡ଼ିଲେ ବିନ୍ଧ୍ୟା କୋଳରେ ତିନିଟା ଯାକ ଝିଅ ଡେଇଁ ପଡ଼ିଲେ ଆଉ ଜଳ ନାହିଁ ବାପା କୁଆ 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 ସେ କୁଆ କୁଆ ଧ୍ୱନି କାହାର ଶୁଣୁ ତିନି ତାରା ଭିତରୁ ଯୋଉ ତିନୋଟି ଝିଅ ବିନ୍ଧ୍ୟା କୋଳକୁ ଡେଇଁ ପଡ଼ିଲେ ବିନ୍ଧ୍ୟା ତାକୁ ଦୁଇତକ ସଜାରେ ଶୁଆଇ ଦେଇଛି ସେଇ ତିନି ଝିଅଙ୍କର କ୍ରନ୍ଦନ ଧ୍ୱନି ଜଣ ବାବାଜୀ କାନରେ ପଡ଼ିବ ସେ ବାବାଜୀ କିଏ ଜାଣିଛି ବାବାଜୀ ସବୁ ଆଶା ଦିଦି ସେ ପରା କହୁଛି ମାନେ ପିଲାଙ୍କ କାନ୍ଦଣା ଧ୍ୱନି ଆଶା ଦିଦି ବୁଢା ବାବାଜୀ ଆକାଶରେ ଉଡନ୍ତି ଇଏ ବାବାଜୀ ଆକାଶରେ ଉଡିଲା ବେଳେ ତଳେ ଥିବା ଲୋକ ଗୋଟିଏ ପଦ ଶୁଣମା ଆଜିକାଲି ବାବାଜୀ ଆକାଶରେ ଉଡିବେ ଆଜିକାଲି ବାବାଜୀ ଯାହା କରିବେ ଶୁଣ ଆମେ କହିବୁନି ଚ୍ୟାନେଲ ଲାଗିଛି କି ଆମ ଉପରେ ଚିଡ଼ିବ କଣ କରିବ କଣ ସେ ଯଦି ସେଇ ବାବାଜୀଙ୍କର ଭକ୍ତ ହେଇଥିବେ ତାଙ୍କର ପିଲା ଛୁଆ ହେଲାକୁ ଆମେ ଡାକିବୁ ନା ଆମେ ସେଗୁଡା କହିବୁନି ଇଏ ବାବାଜୀ କି ତଳେ ଥିବା ଲୋକ କେମିତି ଦେଖାଯାଆନ୍ତି ବାବାଜୀ କେମିତି ଦେଖାଯାଆନ୍ତି ତଳେ ଥିବା ଲୋକ କବି ହେଲେ ଯଦୁମଣି ମହାପାତ୍ର ବହି ପ୍ରବନ୍ଧ ଏତେ ତାଳ ବତାନା କଳା ବିକାଶ କେନ୍ଦ୍ରକୁ ପଳେଇ ବହିଛନ୍ତି ମୁନି ଏ ପୁଅ ଇଏ ମୁକୁଟ ଇଏ ପିଙ୍ଗଳ
ଜାଣିବି କାର ତୋର ପରେ ଅର୍ଥନାରୀ କଣ ରହିପାରିବ ଆରେ ଏମିତି ହୁଅନ୍ତୁନି ଜଣେ ବୟୋଜ୍ୟେଷ୍ଠ ମଉସା ଆମର ବସିଛନ୍ତି ଖରାପ କଣ କଲରେ ତା ଗାଳିଆ ଏଠି ଯେତେ ପିଲା ବସିଛ ଶୁଣୁ ସେ ବାବାଜୀ ଯେତେବେଳେ ଆକାଶରେ ଉଡ଼ନ୍ତି ଏ ପୁଅ ଗେରୁଆ ପାହାଡ଼ରେ କୁହୁଡ଼ି ମାରିଲେ ଯେମିତି ଦେଖାଯାଏ ନାରଦ ପିନ୍ଧିଛନ୍ତି ଗେରୁଆ ବସ୍ତ୍ର ଦେହରେ ବିଭୂତି ବୋଳି ହେଇଛନ୍ତି ଏ ପୁଅ ଚନ୍ଦ୍ରକୁ ବେଢି ରହେ ଯେମିତି ଚନ୍ଦ୍ରିକା କିରଣ ବୁଢ଼ାର ସିନା ପାଚି ଯାଇକି ସେ କଲର କରିଦଉଛି ନାରଦ ମା ନାରଦଙ୍କର ଦାଢ଼ି ପାଚିଲାଣି କିନ୍ତୁ ସେ ଗଞ୍ଜେଇ ଟଣା ବାଦ ନୁହଁ ଦାଢ଼ି ପାଚିଲାଣି ମୁହଁ ଯେମିତି ଦିଶୁଛି ମୁଖମଣ୍ଡଳ ଚନ୍ଦ୍ର ଯଦୁମଣି କହିଲେ ଚନ୍ଦ୍ରକୁ ଯେମିତି ଚନ୍ଦ୍ର କିରଣ ବେଢି ରୁହେ ନାରଦଙ୍କର ମୁଖ ତାଙ୍କର ପକୋଷ୍ମରୁ ପାଚିଲା ଦାଢ଼ି କିରଣ ପଡ଼ି ବେଢି ରହିଛି କି ପରିଷ୍କାର ଅର୍ଥ ସେଇ ନାରଦଙ୍କ କାନରେ ପଡ଼ିଲା ତିନୋଟି ପିଲାଙ୍କର କୁଆ କୁଆ ଶବ୍ଦ ନାରଦ କଣ ତୁ କରିଲା ମୋ କରି ନାରଦ କହିଲେ ହଁ ମା ଆସିଲେ ଇଏ ତିନୋଟି ତାରାରୁ ଯୋଉ ତିନୋଟି ଝିଅ ବିନ୍ଧା କହିଲେ କାନ୍ଦୁଛନ୍ତି ଇଏ ଜାଗତିକ ସତ ଇଏ ଆସିବାର ଅଳ୍ପ ଦିନ ପରେ ଜଣେ ମରିବ ଯିଏ ମରିବ ମୁଁ ଯାଉଛି ତାରି ପାଖରେ ସମ୍ବାଦ ଯେତେ ମା ମାନେ ବସିଛ ନାରଦ ଜାଣିଛନ୍ତି ଡାକ୍ତର ଜାଣିଛି ଏଇ ରୋଗର ଏଇ ଲକ୍ଷଣ ଏତିକି ଦିନ ପରେ ରୋଗୀ କଣ ବୁଝୁଛୁ ନାରଦ ଜାଣିଛନ୍ତି ଏ ତିନୋଟି ଝିଅ ଆସିବାର ଏତିକି ଦିନ ପରେ ଜଣେ ମରିବ ସିଏ ମରିବ ତାରି ପାଖକୁ ନାରଦ ଯାଉଛନ୍ତି ସମ୍ବାଦ ଦେବା ଗୋଟିଏ ପଦ ଗାଇ କେଲେ ନିଜ ବନ୍ଦନ କୋଉ ନୁହାରେ ପ୍ରାଣ ପାଣି କୋଉ ନୁହାରେ ନରମ ପାଣି ଜାଣିଲେ ପାଲା ହବ ନା ତ୍ରୈଲ କପାଳନ ଆରତ ନାଶନ ଦିନ ବନ୍ଧୁ ଆରତ ନାଶନ ଦିନ যুগে যুগে অবতার বনিবার নিবার 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 বারণ তারণ তুম বানা বারণ তারণ তুম ¡Vamos!
ଚମ୍ପା